ସେ ତୁମ ନାଁ କ'ଣ? ମୋ ନାଁ ସୁଜାତା ବେହେରା। ମୁଁ ଅଷ୍ଟମ ଶ୍ରେଣୀର ଛାତ୍ରୀ, କୋଉ ସ୍କୁଲରେ ପଢ଼ୁଛୁ? କୋଠାର ସରକାରୀ ଉଚ୍ଚ ବିଦ୍ୟାଳୟ। ଆଜି ବିଶ୍ୱ ଗୁରୁ ଦିବସ। ଆଜ୍ଞା। ଗୁରୁ ଦିବସ କେବେଠୁ ପାଳନ କରାଯାଉଛି ଆଉ ଗୁରୁ ଦିବସ ବିଷୟରେ କ'ଣ କହିବ? ଗୁରୁ ଦିବସ 1962 ମସିହା ସେପ୍ଟେମ୍ବର 5 ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଆମ ଦେଶର ସର୍ବପୁରାତନ ରାଷ୍ଟ୍ରପତି, ଜଣେ ସୁପ୍ରସିଦ୍ଧ ଶିକ୍ଷାବିତ୍ ଭାବରେ ପରିଚିତ, ସେହି ଦିନଠାରୁ ଗୁରୁ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଜାଣିଛନ୍ତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମ ତାରିଖ କେବେ? ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ 1888 ମସିହା ମାଡ୍ରାସ ନିକଟବର୍ତ୍ତୀ ତିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କ'ଣ କହିବା ଗୁରୁ ଦିବସ ବିଷୟରେ? ଆଉ ସବୁ ତମେ ଗୁରୁ ବୋଲି କାହାକୁ ମାନ? ଆମର ପ୍ରଥମ ଗୁରୁ ହେଉଛନ୍ତି ଆମର ମାତା ପିତା, ତାପରେ ଆମେ ଆମର ଦ୍ୱିତୀୟ ଗୁରୁ ହେଉଛନ୍ତି ଆମର ଶିକ୍ଷକ। ଗୁରୁ ହେଉଛନ୍ତି ବଗିଚାର ସେହି ମାଳି ସଦୃଶ ଯିଏକି ବଗିଚାକୁ ରଙ୍ଗ ବେରଙ୍ଗ ଫୁଲରେ ସୁସଜ୍ଜିତ କରିଥାନ୍ତି। ଅର୍ଥାତ୍ ବିଦ୍ୟାଳୟ ଯଦି ବଗିଚା ହୋଇଥାଏ ତେବେ ସେହି ବଗିଚାର ମାଳି ହେଉଛନ୍ତି ଶିକ୍ଷକ ଏବଂ ଶିଷ୍ୟ ହେଉଛନ୍ତି ସେହି ବଗିଚାର ଫୁଲ। ଏଠି ସଂସାରରେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ସେ ଡାକ୍ତର ହୁଅନ୍ତୁ କି ପୋଲିସ ହୁଅନ୍ତୁ କି କୌଣସି ଜଣେ ସଫଳ ବ୍ୟକ୍ତି ହୁଅନ୍ତୁ, ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ କଥାରେ କୁହାଯାଏ, ସଦ୍ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳେ ବୈଠା। ପୁଣି କବୀର ଦାସ କୁହନ୍ତି କି, ଗୁରୁ ଗୋବିନ୍ଦ ଦୋଖାଡ଼େ କାକେ ଲାଗୁ ପାଏ, ବଲ୍ହାରୀ ଗୁରୁ ଆପନେ ଗୋବିନ୍ଦ ଦେ ମିଲାଏ। ଅର୍ଥାତ୍ ଭଗବାନ ଏବଂ ଗୁରୁ ଦୁଇ ଜଣ ଯାକ ଯଦି ଆମ ସମ୍ମୁଖରେ ଛିଡ଼ା ହେବେ ତେବେ ଆମେ ସର୍ବପ୍ରଥମେ କାହାକୁ ପ୍ରଣାମ ଜଣାଇବା? ଗୁରୁଙ୍କୁ। କାରଣ ଗୁରୁ ହିଁ ଆମକୁ ଗୋବିନ୍ଦ ଅର୍ଥାତ୍ ଭଗବାନଙ୍କୁ ପହଞ୍ଚିବା ପାଇଁ ମାର୍ଗ ଦର୍ଶାଇଥାନ୍ତି। କ'ଣ ତମ ନାଁ? ମୋ ନାମ ଗାୟତ୍ରୀ ନାୟକ। କୋଉ କ୍ଲାସରେ ପଢ଼ୁଛୁ? କୋଉ ସ୍କୁଲରେ? ଷଷ୍ଠ ଶ୍ରେଣୀରେ ମୁଁ କୋଠାର ହାଇସ୍କୁଲରେ ପଢ଼ୁଛି, କୋଠାର ଗଭର୍ଣ୍ଣମେଣ୍ଟ ହାଇସ୍କୁଲ। କ'ଣ କହିବ ଆଜି ବିଶ୍ୱ ଗୁରୁ ଦିବସ? 1962 ମସିହାରୁ ସେପ୍ଟେମ୍ବର 5 ତାରିଖରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନ ପାଳିତ ହୋଇଥାଏ। ଗୁରୁର ଅର୍ଥ ହେଉଛି ଦୁଇ ପ୍ରକାର। ଗୁ ଅର୍ଥ ହେଉଛି ଅନ୍ଧକାର, ରୁ ଅର୍ଥ ହେଉଛି ଜ୍ଞାନ। ଅନ୍ଧକାର ଯେ ଆମକୁ ଜ୍ଞାନ ଦେଇଥାନ୍ତି ସେ ହେଉଛନ୍ତି ଗୁରୁ।